ସତରେ କଣ ଜିଜୁ ଦିଦି କି ଉଠେଇକି 1300 ପାହାଚ ଚଢି ପାରିଲେ? ଗଲା 1300 ପାହାଚ ଦୂର କଥା ଲୁ, ମୁଁ 300 ପାହାଚ ଚଢିଲା ବେଳକୁ ମତେ ଚାରିଆଡେ କପିଳାସ ମହାପ୍ରଭୁ ଦେଖାଗଲେ। ସତରେ ଭିଡଟାକୁ ଯଦି ଫୁଲ ଦେଖିଲା ହସି ହସିକି ଗଡିଯିବ। ଯେହେତୁ ଆମେ କପିଳାସଙ୍କ ପାଖରେ ପହଞ୍ଚି ଯାଇଥିଲୁ, ସେଠି ଆଗେ ଯାଇକି ଟିକେ ଆଖୁ ରସ ସମସ୍ତେ ପିଇ ଦେଇଥିଲୁ। ଆଲୋ ଦେହରେ ଆଖୁ ରସ ପିଇକି ଶକ୍ତି ଆଣିଲେ ସିନା ପାହାଚ ଚଢି ନହେଲେ ଅଧା ବାଟରେ ଠକି ଯିବୁନି। ଆମେ ସିନା ପାହାଚ ଚଢିକି ଯିବୁ ବୋଲି ମନବଳ ବାନ୍ଧିଦେଲୁ, କିନ୍ତୁ ପାହାଚ ପାଖରେ ନ ପହଞ୍ଚିବା ପୂର୍ବରୁ ମୋର ମନବଳଟା ଭାଙ୍ଗିଗଲା। ପାହାଚ ପାଖକୁ ଯିବାକୁ ଯେତିକି ବାଟ ସେତିକିରେ ତ ମୋର ଆଗ ପଛ ଅନ୍ଧାର। ମୁଁ ପାହାଚ କେମିତି ଚଢିବି? ଆଉ ତା ସହିତ ସେ ଯୋଉ ବଡ ବଡ ପାହାଚ, ଇଲୋ ବୋଉ, ମୋ ବାପା ବାହାଘର, ମୋ ମାର ନିର୍ବନ୍ଧ ଆଉ ମୋ ବାପା ମାଙ୍କର କଉଡି ଖେଳ ମତେ ସେ ଦେଖେଇଦେଲା। ଆଉ ସତ କହୁଛି ସାଙ୍ଗମାନେ, 1300 1400 ପାହାଚ ଚଢିଲା ଭିତରେ ମୁଁ 108 ଥର ଦହି ପାଣି, 120 ଥର କାକୁଡି, 270 ଥର ଜଳ ଟିକେ ଗ୍ରହଣ କରିଥିଲି। ଆଉ ସେଇ ପାହାଚ ଚଢିବା ଭିତରେ ମୁଁ ତ ଏତିକି ଅନୁଭବ କରିନେଲି, ମୋ ଭଳିଆ ହାତୀ ଛୁଆକୁ ଯଦି ଭଗବାନ ଜଙ୍ଗଲରୁ ବାହାର କରିକି ସହରରେ ଚଳେଇବେ, ଆଉ ଏତେ ବଡ ପାହାଡର ଏତେ ପାହାଚ ଚଢି ପାରିବି? ଆପଣମାନେ ମତେ କମେଣ୍ଟ ବକ୍ସରେ ଜଣାନ୍ତୁ, ଆମ ହାଲତରୁ ଜଣା ପଡୁଛି କି ଜିଜୁ ଏତେ ବାଟ ଦିଦି କି ହାତରେ ଟେକିକି ନେଇଥିବେ?